योजनाରେ ରାଜ୍ୟର 1 କୋଟିରୁ ଅଧିକ ମା ମାନଙ୍କୁ ବାର୍ଷିକ 10,000 ଟଙ୍କା ଲେଖାଏଁ 5 ବର୍ଷ ପାଇଁ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ସୁଦ୍ଧା 80 ଲକ୍ଷରୁ ଅଧିକ ମହିଳା ହିତାଧିକାରୀମାନେ ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ଅବଶିଷ୍ଟ ଯୋଗ୍ୟ ମହିଳା ହିତାଧିକାରୀମାନେ ଆସନ୍ତା କିଛି ଦିନ ମଧ୍ୟରେ ପାଇଯିବେ। ପୁନର୍ବାର ମାର୍ଚ୍ଚ 8 ତାରିଖ ମହିଳା ଦିବସ ଅବସରରେ ଦ୍ୱିତୀୟ କିସ୍ତି ପାଇବେ। ଏହି ସହାୟତାକୁ ଉପଯୋଗ କରି ମା ମାନେ ଛୋଟ ଛୋଟ ବ୍ୟବସାୟ କରି ନିଜ ନିଜ ପରିବାର ପାଇଁ ରୋଜଗାର କରିପାରିବେ। ଓଡ଼ିଶାର ଅର୍ଥନୀତି ଆମ ପରିଶ୍ରମୀ ଚାଷୀଙ୍କର ବିନା କଳ୍ପନା କରାଯାଇପାରେ ନାହିଁ। ରାଜ୍ୟର ପ୍ରାୟ 70% ଅଧିବାସୀ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟରୁ ସେମାନଙ୍କର ଜୀବିକା ନିର୍ବାହ କରିଥାନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ଜଣେ ସାଧାରଣ ଲୋକଙ୍କର ପାଇଁ ଦୁଇଟି ମୁଖ୍ୟ ପ୍ରସଙ୍ଗ। ଏହି କ୍ଷେତ୍ରରେ ଆମ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ରାଜ୍ୟବାସୀଙ୍କର ପାଇଁ ଖୁସି ଖବର ହେଉଛି ଆଗାମୀ ମାସଠାରୁ ରାଜ୍ୟର 1 କୋଟିରୁ ଅଧିକ ପରିବାର ଅର୍ଥାତ୍ 3.5 କୋଟିରୁ ଅଧିକ ଲୋକେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛନ୍ତି। ଏହି ଯୋଜନାରେ କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ମୋର ପ୍ରିୟ ଭାଇ ଓ ଭଉଣୀମାନେ ମଧ୍ୟ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ରାଜ୍ୟରେ ଥିବା ଅମୂଲ୍ୟ ଖଣିଜ ସମ୍ପଦକୁ ରପ୍ତାନୀ କରିବା ନୀତି ବଦଳରେ ତାକୁ ଉପଯୋଗ କରି ରାଜ୍ୟରେ ଶିଳ୍ପ ବିପ୍ଳବ ଆଣିବା ପାଇଁ ଆମ ସରକାର ବଦ୍ଧପରିକର। ଏହାଦ୍ୱାରା ଆମ ରାଜ୍ୟର ଲକ୍ଷ ଲକ୍ଷ ଯୁବବର୍ଗ ଉପକୃତ ହେବେ। ଏହି ସ୍ୱଳ୍ପ ସମୟ ମଧ୍ୟରେ ଆମ ସରକାର ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି। ଏହା ଆମ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ସହିତ ଏହାର ସ୍ୱରୂପକୁ ବ୍ୟାପକ କରିବ। ଏହା ଭିତରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ପ୍ରାୟ 20,000 କୋଟି ଟଙ୍କାର 8ଟି ନୂଆ ରେଳ ଲାଇନ୍ ପ୍ରକଳ୍ପ ମଞ୍ଜୁର କରିଛି।